ପ୍ରତିଶ ବର୍ଷ ବୟସରେ ଟ୍ରାଭେଲର, ଇନଫ୍ଲୁଏନ୍ସର ଓ ଫଟୋଗ୍ରାଫର ଅନନ୍ୟ ସୁଧଙ୍କ ଦେହାନ୍ତ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କ ମୃତ୍ୟୁ ଖବର ସୁନିଶ୍ଚିତ କରିଥିବା ବେଳେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅନନ୍ୟ ଦୁବାଇରେ ନିଜ ପରିବାର ସହିତ ରହୁଥିଲେ। ସେ ଟ୍ରାଭେଲ ଇନଫ୍ଲୁଏନ୍ସର ସହ ଫଟୋଗ୍ରାଫର ମଧ୍ୟ ଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଗୁରୁବାର ଜଣାଇଛନ୍ତି। ଅନୁନୟ ସୁଧଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ କିଛି ଦିନ ପୂର୍ବରୁ ଥିଲା, ଯେଉଁଥିରେ ସେ ଲାସ୍ ଭେଗାସର ରାସ୍ତାରେ ସ୍ପୋର୍ଟସ କାରମାନଙ୍କ ମଝିରେ ଥିବା ଦେଖିବାକୁ ମିଳିଥିଲା। ଏହି ପୋଷ୍ଟ ଏବେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ତାଙ୍କ ସ୍ମୃତିରେ ଶେଷ ଅଂଶ ପାଲଟିଛି। ଦୁବାଇର ଟ୍ରାଭେଲ ସୁପରଷ୍ଟାର ଅନନ୍ୟ ସୁଧ କେବଳ ଟ୍ରାଭେଲ ଇନଫ୍ଲୁଏନ୍ସର ନୁହେଁ, ବରଂ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଥିଲେ। ତାଙ୍କର ଇନଷ୍ଟାଗ୍ରାମରେ 1.4 ମିଲିୟନରୁ ଅଧିକ ଫଲୋଅର୍ସ ଥିଲା ଏବଂ ୟୁଟ୍ୟୁବରେ ପ୍ରାୟ 4 ଲକ୍ଷ ସବସ୍କ୍ରାଇବର ଥିଲା। ସୁଇଜରଲ୍ୟାଣ୍ଡରେ ପର୍ବତଠାରେ, ଆଇସଲ୍ୟାଣ୍ଡରେ ହ୍ରଦ ଏବଂ ଟୋକିଓରେ ରାସ୍ତା ପର୍ଯ୍ୟନ୍ତ ତାଙ୍କ କ୍ୟାମେରାରେ ପ୍ରତ୍ୟେକ ସ୍ଥାନର କାହାଣୀ କହୁଥିଲେ। ଯଦିଓ ଅନନ୍ୟ ସୁଧଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପରିବାର ପକ୍ଷରୁ କୌଣସି ସଠିକ ସୂଚନା ଦିଆଯାଏ ନାହିଁ। ଅନନ୍ୟ ଏକ ସଫଳ ମାର୍କେଟିଂ ଫାର୍ମ ମଧ୍ୟ ଚଳାଇଥିଲେ, ଯାହା ମାଧ୍ୟମରେ ସେ ସୋସିଆଲ ମିଡିଆରେ ସୃଜନଶୀଳ ଦୁନିଆରେ ନିଜକୁ ଭିନ୍ନ କରିଥିଲେ। ତେବେ ଏହି ଖବର ପରେ ତାଙ୍କ ଫଲୋଅର୍ସ ମାନେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଶ୍ରଦ୍ଧାଞ୍ଜଳି ଲେଖନ୍ତୁ। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ନୋଟିଫିକେସନ ବେଲକୁ ଦବାଇକି ଅଲରେ ସିଲେକ୍ଟ କରିଦିଅନ୍ତୁ। ଜୟ ଜଗନ୍ନାଥ।